ସାଙ୍ଗମାନେ ଆଜି ତୁ ମୋ ଆଖିର ତାରା ସିରିଏଲରେ ଦେଖନ୍ତୁ ତରୁଣ ବବଲିକୁ କୁହେ ତାରା ପାଇଁ ଫିଲିଂସ୍ ଯେମିତି ଆସୁଥିଲା ଏବେ ସେ ଫିଲିଂସ୍ ତମ ପାଇଁ ହିଁ ଆସୁଛି। ତମକୁ ନ ଦେଖିଲେ ମୁଁ ରହିପାରୁନି, ତମର କିଛି ହେଇଗଲେ ମୁଁ ସହିପାରୁନି। ତମ ଆଖିରେ ଲୁହ ଦେଖିଲେ ସତରେ ମୋ ହୃଦୟ କାନ୍ଦୁଛି। ମୋ ଦେହ କେତେ ଖରାପ ହେଲେ ବି ମୋତେ କିଛି ବି ଫରକ ପଡ଼ୁନି, କାହିଁକି ନା ମୁଁ ଖାଲି ତମକୁ ଥରୁଟିଏ ଦେଖିଦେଲେ ଆପେ ଆପେ ସବୁକିଛି ଠିକ୍ ହେଇଯାଉଛି। ଯେବେଠୁ ତମେ ମୋ ଲାଇଫରେ ଆସିଛ ମୋତେ ଲାଗୁଛି ଯେମିତି ସତରେ ମୋ ପୁରୁଣା ଦିନ ଫେରି ଆସିଛି। ମୋ ଜୀବନର ଖୁସି ଫେରି ଆସିଛି। ମୋ ସଂସାର ପୁରା ହେଇସାରିଛି। ମୋ ତାରା ପୁଣି ଥରେ ମୋ ପାଖକୁ ଫେରି ଆସିଛି। ବବଲି କୁହେ ପ୍ଲିଜ୍ ତମେ ଏସବୁ କଥା ବନ୍ଦ କର, ଆଉ ଏଠି ଚାଲିଯାଅ, ନହେଲେ ଯଦି ତମ ଦାଦା ତମକୁ ମୋ ସାଥିରେ ଦେଖିବେ ତାହେଲେ। ତରୁଣ ବବଲିକୁ ନିଜ ପାଖକୁ ଭିଡ଼ି ନିଏ ଆଉ କୁହେ ତମେ କ'ଣ ବୁଝିପାରୁନ? ମାନେ ମୋ ମନ ଖାଲି ତମକୁ ଚାହୁଁଛି, ତମକୁ ନିଜ ପାଖରେ ରଖିବା ପାଇଁ ଚାହୁଁଛି, ତମକୁ ପସନ୍ଦ କରୁଛି, ଆଉ ଏ ଖଡୁସୁ ତମକୁ କେବଳ ଭଲ ପାଉଛି। ଏକଥା ଶୁଣି ବବଲି ଆଶ୍ଚର୍ଯ୍ୟ ହେଇଯାଏ। ତରୁଣ କୁହେ ଆଉ ଯଦି ତମେ ଜବାବ ଶୁଣିବା ପାଇଁ ଚାହୁଁଛ ତାହେଲେ ଆଖି ବନ୍ଦ କରି ନିଜ ମନକୁ ପଚାର, ତମେ ଆପେ ଆପେ ଜବାବ ପାଇଯିବ। ସମସ୍ତେ ତମ ଉପରେ ନିଜ ଡିସିସନ ଲଦି ଦେଇଛନ୍ତି। ତମେ ସମସ୍ତଙ୍କ ଖୁସି ପାଇଁ ସବୁ କରୁଛ, ହେଲେ ଏବେ ମୁଁ ତମ ଡିସିସନ ଶୁଣିବା ପାଇଁ ଚାହୁଁଛି। ତମ ଉତ୍ତରକୁ ମୁଁ ଚାହିଁକି ବସିଛି। ବବଲି କୁହେ ଜାଣିନି କେମିତି, ହେଲେ ମୋତେ ଲାଗୁଛି ଯେମିତି ମୁଁ ତମକୁ ବହୁତ ଆଗରୁ ଜାଣିଛି। ତମ ସହିତ ସମ୍ପର୍କ ମୋର ବହୁତ ଆଗରୁ ହେଇଛି, ହେଲେ ସେ ସମ୍ପର୍କର ନାଁ କ'ଣ ମୁଁ ଜାଣିନି, କି ଦୁନିଆ ସହିତ ଲଢ଼ିକି ସେ ସମ୍ପର୍କକୁ ନାଁ ଦେବାର ସାହସ ମୋ ପାଖରେ ନାହିଁ। ଏକଥା ଶୁଣି ତରୁଣ ବହୁତ ଡରିଯାଏ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।